ପରେ ହେଲେ ଦେଖନ୍ତୁ ଆମ ଘରେ ଝିଅ ଥାଏ ଥିଲା ସମୟରେ ହେଉଛି ତାକୁ ରେଡ୍ ହ୍ୟାଣ୍ଡ ଧରିଛି ଅଲଗା ପୁରୁଷ ସହିତ ହେଉଛି ମେସେଜ ଚାଟି କରିବା ପାଇଁ। ତା ନାଁ ହେଉଛି ପୁପୁନ ମାଣ୍ଡି, ତା ଫାଷ୍ଟ ବୟଫ୍ରେଣ୍ଡ ତାକୁ ମୁଁ ଘରେ ମୋ ଘରେ ସେ ଶୋଇଥିବା ସମୟରେ ମୁଁ ଶୋଇଥିବି ଲାଇନରେ ତାକୁ ରଖି ଶୋଇଥିବ ତାକୁ ଧରିଲି। ଧରିଲା ପରେ ମୋ ଗୋଡ଼ ହାତ ଭୁଲ ମାଗିଲା କହିଲା ନେକ୍ସଟ ଟାଇମ୍ ଭୁଲ ହଲ ମୁଁ କରିବିନି। ସେ ବି ଚୁପଚାପ ମୁଁ ଶୋଇଲି। ଶୋଇଲା ପରେ ସବୁ ଠିକ୍ ଠାକ୍ ଚାଲିଥିଲା। ତାକୁ ଗୋଟେ ବାକି ମୁଁ ୱାର୍ଣ୍ଣିଂ କରିଦେଇଥିଲି ଯେ ତୁ ଲାଇଫ୍ରେ 4 ଥର 5 ଥର କଲୁଣି, ମୁଁ ବି ଲାଇଫ୍ରେ ଗୋଟେ ଏମିତି ଭୁଲ କରିବି। ଯେତେ ଭୁଲ କରିବି ସେତେବେଳେ ଦେଖନ୍ତୁ ସିଏ ମୋ ସ୍ତ୍ରୀ, ଯଦି ସେ କରିଥିଲା ପାଷ୍ଟଟା କରିଥିଲା ମୋ ଥିବା ପ୍ରେଜେଣ୍ଟ ସେ କରିନଥିଲା। ବର୍ତ୍ତମାନ ରିସେଣ୍ଟ ମୁଁ ଥିବା ସମୟରେ ଏବେ କରିଛି, କାରଣ ସେ ଝିଅ ସହିତ ମୋର ବର୍ତ୍ତମାନ ଜୁନ୍ ମାସରେ ଟିକେ ଡିଷ୍ଟର୍ବାନ୍ସ ହେଇଥିଲା। ଏଇ ଜୁନ୍ରେ ଆମ ଝଡ଼ାହାଣ୍ଡି ହେଇଥିଲା ଆମ ସେ ତାଙ୍କ ଘରେ, ମୁଁ ଥିଲି ହେଉଛି ଆମ ଘରେ ଥିଲି ମୁଁ ସେତେବେଳେ ସେ ଘରକୁ ସହିତ ଯାଇଥିଲା। କିଛି ନାହିଁ, ନର୍ମାଲ କାମ, କିଛି ଏମିତି କିଛି ନାହିଁ, ନର୍ମାଲ ବାସ୍ ମୋ ଗାଡ଼ିଟା ଟିକେ ଲୋନ୍ ସବୁ ଅଣା ହେଇଛି, ସବୁ ବିଜନେସ୍ ପାଇଁ ଅଣା ହେଇଥିଲା, ଲୋନ୍ ଅଣା ହେଇଥିଲା। ସେ ସବୁ ମୁଁ ଅନଲାଇନ୍ ମାନେ ପେ କରୁଛି। ମୁଁ ବର୍ତ୍ତମାନ ମୋ କହିବା କଥା ହେଉଛି ମେନ୍ ପଏଣ୍ଟଟା ହେଉଛି ମୁଁ ଚାହୁଁଥିଲି ଯେ ଝିଅଟା ମୁଁ ରାଗିଛି, ମୁଁ ତ ବୁଝିବା ପାଇଁ ବହୁତ ଚେଷ୍ଟା କରିଛି। ଅନ୍ୟାନ୍ୟ ନମ୍ବର ମୁଁ କଲ୍ କରେ, ସବୁ କରେ, ବୁଝାଏ ଯେ ଝିଅଟା ରାଗିଛି। ମୁଁ ଭାଷା କହିଥିଲି ସେଥିପାଇଁ ମୁଁ ପିଟିସନ୍ ସେକ୍ସନ୍ 9ରେ ମୁଁ କୋର୍ଟରେ ବି ଦେଇଛି, କେସ୍ କରିଛି। ସେଟା ମୁଁ ଜୁଲାଇ 10ରେ କରିଥିଲି ଆଉ ମୋର ଡେଟ୍ ପଡ଼ିଲା ହେଉଛି ଅଗଷ୍ଟ 23କୁ। ଅଗଷ୍ଟ 23ରେ ମୁଁ ଯାଇଥିଲି। ଗଲା ପରେ ସେ ଝିଅ କେତେବେଳେ ଆସିକିନା ଡେଟ୍ ଘୁଞ୍ଚେଇଛି ଯେ ମୋ ଦେହ ଖରାପ ହେଇଛି ବୋଲି। ତ ସେଇଦିନ ଆମର କାଉନସିଲ୍ ହେଇପାରିଲାନି କି ଦେଖା ବି ତା ସହ କୋର୍ଟ ହେଇପାରିଲା ନାହିଁ। ତ କୋର୍ଟରୁ ମୁଁ ବାହାରି ପଳେଇ ଆସିଲି। ମୁଁ ଗଲି କେଉଁଝର ହେଉଛି ଅଲ୍ ଟାଉନ୍ ଆଡ଼େ ବୁଲିବାକୁ, ଗଲି ବୁଲିବାକୁ ଗଲାବେଳକୁ ଦେଖିଲା ବେଳକୁ ସେଠି ଝିଅକୁ ଦେଖିଲି ମେଡ଼ିକାଲ ଫ୍ରଣ୍ଟରେ ଗୋଟେ ପରପୁରୁଷ ସହିତ ଠିଆ ହେଇଥିଲା। ଯଦି ଠିଆ ହେଇଥିଲା ମୁଁ ଝିଅକୁ ପଚାରିଲି ଇଏ କିଏ ନା ମୋ ସ୍ୱାମୀ। ତାହେଲେ ମୁଁ କିଏ ତ ଚିହ୍ନିନି ଜାଣିନି। ଝିଅର ଘର ହେଉଛି ଆମର ହେଉଛି ମାନପୁର ହରଚନ୍ଦନପୁର ପାଖରେ। ଆଠ ହେଉଛି ମାନପୁର, ପୋଷ୍ଟ ହେଉଛି ଜାମଜୋଡ଼ି। ବର୍ତ୍ତମାନ ଝିଅ କୋଉଠି ଅଛି? ଝିଅ ବର୍ତ୍ତମାନ କୋଉଠି ଅଛି ମୁଁ ଜାଣିନି କିଛି। କେତେ ଦିନ ହେଲା ଜାଣିନାହାନ୍ତି? ମୁଁ ହେଲାଣି ପାଖାପାଖି ଯୋଉଦିନ ଝଗଡ଼ା ହେଲାଣି ସେଟା ହଁ ତା ପାଖରେ ଥିବ। ଝିଅ ଗଲା ପରେ କଣ ନାଇଁ ମୋ ହାରାସମେଣ୍ଟ କରିବା କଥା ହେଉଛି ଯୋଉଟା ଆମ ଝଗଡ଼ା ଘାଣ୍ଟି ହେଲା। ମୁଁ ପଚାରିଲା ପରେ ସେ ପିଲା ମୋତେ ବାଡ଼େଇଲା, ମୁଁ ପିଲାକୁ ବି ବାଡ଼େଇଲି। ଝିଅ ମୋତେ ବାଡ଼ାବାଡ଼ି କଲା ପବ୍ଲିକ ସାମ୍ନାରେ। ତାପରେ ଆମ ପୋଲିସ ବାଲା ଆସିକି ଥାନାକୁ ନେଇକି ମୋତେ ପଳେଇଲେ। ନେଲା ପରେ ଥାନା ବାଲା ସବୁ ଜାଣିଲି ଏମିତି ହେଇଛି, କେସ୍ ହେଇଛି। ତାପରେ ପୋଲିସ ବାଲା ମୋତେ କହିଲେ ହେଉଛି ଝିଅ ତ ତୋ ସହିତ ରହିବାକୁ ଚାହୁଁନି, କାହିଁ ତମେ ଜବରଦସ୍ତି କରୁଛ। ତ ମୁଁ ହାରାସମେଣ୍ଟ ପୋଲିସ ଥାନାକୁ ପଳେଇ ଆସିଲି। ଏବେ ବର୍ତ୍ତମାନ ମୁଁ ସବୁ କିଛି ଜାଣିପାରିଲି ଯେ ମୁଁ ଥିବା ସମୟରେ ବର୍ତ୍ତମାନ ମୋ ହେଉଛି ସ୍ତ୍ରୀ ଅନ୍ୟ ପୁରୁଷ ସହିତ ରହୁଛି, ପ୍ଲସ୍ ତାକୁ ମ୍ୟାରେଜ୍ ବି ଅଲରେଡ଼ି କରିସାରିଛି। ସୋସିଆଲ ମିଡ଼ିଆରେ ମୋତେ ହାରାସମେଣ୍ଟ କରୁଛନ୍ତି। ପିଲା ନାଁଟା ହେଉଛି ସୁବ୍ରତ ହେଉଛି ନାୟକ, ସୁବ୍ରତ କୁମାର ନାୟକ। ତା ହେଉଛି ଘର ସାରପଡ଼ା। ସେ ପିଲା ମୋର ହେଉଛି ସଂସାର ଭାଙ୍ଗିଦେଲା। ସେ ପିଲା ସବୁ ଜାଣିଛି ବି, ସେ ପିଲା ଜାଣିଛି ମୁଁ ମ୍ୟାରେଜ୍ ପର୍ସନ୍ ବୋଲି। ସବୁ ବି ତ ପିଲାକୁ ମୁଁ କହିଛି। କହିଲା ପରେ ବି ସେ ପିଲା ହେଉଛି ଥାନାରେ ମୁଁ ସବୁ କିଛି କହିଲି, କହିଲା ନା ମୁଁ ଝିଅକୁ ରଖିବି। ଆଉ କ'ଣ କରିପାରିବି? ଖାଲି ଆଇନର ହେଉଛି ଖାଲି ଯାହା ଅଛି ମୋର କୋର୍ଟରେ ଯାହା ହେଉଛି ଡିସିସନ୍ ଯାହା ହେବ ସେ ଅନୁସାରେ ମୁଁ ଚାଲିବି। ଆଉ ସେକେଣ୍ଡ କଥା ହେଉଛି ମୋତେ ଉଚିତ ନ୍ୟାୟ ମିଳୁ। ମୁଁ ଗୋଟେ ପୁରୁଷ, ଆଜି ମୋ ସହିତ ଏମିତି ହେଇଛି, ଆଜି ଆଉ କାହା ସହିତ ହେବ କିଛି ଗ୍ୟାରେଣ୍ଟି ନାହିଁ।